ବିଜେଡିଟା ମରି ଯାଉଛି ବୋଲିକି ଲୋକ ଯେତେବେଳେ କହୁଛନ୍ତି, ସେ ମରି ଯାଉଥିଲା ବିଜେଡିକୁ ସେମାନେ ବଞ୍ଚିଛି ବୋଲିକିରି ଦର୍ଶାଇବା ପାଇଁ ଏ ଆନ୍ଦୋଳନ କରୁଥାଇ ପାରନ୍ତି, ମୋର ଯୋଉ ଭାବନା। ଆଉ ସେମାନେ କରନ୍ତୁ, ବଞ୍ଚିଛି ବୋଲିକି ଶୋ କରନ୍ତୁ। ଆମେ ତ କହୁଛୁ ଯେ ଡେଡ୍ ଅର୍ଗାନାଇଜେସନ, ସେମାନେ କହୁଛନ୍ତି ଆମେ ବଞ୍ଚିଛୁ। ବଞ୍ଚନ୍ତୁ, ସେମାନେ ବଞ୍ଚିଲେ ଭଲ। ଆମେ ତାଙ୍କର ବଞ୍ଚିବାକୁ ଅସ୍ୱୀକାର କରୁନାହୁଁ କି ତାଙ୍କୁ ଯଦି ସେନାଇଲ ଫେନାଇଲ ଦରକାର ଦବୁ ତାକୁ। ସେମାନେ ମୃତ୍ୟୁ ମୁଖରୁ ବଞ୍ଚିବା ପାଇଁ କ'ଣ ଦରକାର ସେଟା ଦବୁ। ଆଉ ସେମାନେ ମରିଯାଆନ୍ତୁ ମୁଁ ଚାହୁଁନି, ସେମାନେ ବଞ୍ଚିଥାନ୍ତୁ କହୁଛି। ସେମାନେ ବଞ୍ଚିଥାନ୍ତୁ, ସବୁଦିନ ବଞ୍ଚିଥାନ୍ତୁ। ସାଲାଇନ୍ ଫାଲାଇନ୍ ଯଦି ଦରକାର ବେଲେ ଦବା ତାକୁ, କିଛି ଅସୁବିଧା ନାହିଁ। ସେ ୟାଠୁ ଅଧିକ ଭାବରେ 2024 ପୂର୍ବରୁ କ'ଣ ପରିସ୍ଥିତି ଥିଲା ଏବଂ ଏବେର କ'ଣ ପରିସ୍ଥିତି ଅଛି, ଏ ଦୁଇଟାକୁ ତୁଳନାତ୍ମକ ଭାବରେ ସେ ଗ୍ରହଣ କରନ୍ତୁ ଆଉ ଷ୍ଟେଟମେଣ୍ଟ ଦିଅନ୍ତୁ। ମୁଁ ତ କହିସାରିଛି ଯେ କେବଳ ବିଜେଡି ବଞ୍ଚିଛି ତାକୁ ଦର୍ଶାଇବା ପାଇଁ ସେମାନେ এই ଆନ୍ଦୋଳନ କରୁଛନ୍ତି, ଆଉ କିଛି ସେମାନଙ୍କର ନାହିଁ। କ'ଣ ପଡ଼ିବ? ଗୋଟେ ଡେଡ୍ ଅର୍ଗାନାଇଜେସନ କରି କରି କ'ଣ କରିବ? କେବଳ ବିଜେଡିଟା ବଞ୍ଚିଛି ବୋଲି ସେମାନେ ପ୍ରମାଣିତ କରିବା ପାଇଁ ଚାହୁଁଛନ୍ତି, ପ୍ରମାଣିତ କରିବେ। କ'ଣ ଅଛି, ଭଗବାନ କରୁ ତାଙ୍କୁ ଦୀର୍ଘାୟୁ ହଉ, ଏଇ ପ୍ରାର୍ଥନା ଆମେ କରିପାରିବୁ। କୋଉ ଜାଗାରେ ତ ମୁଁ ଦେଖିପାରୁନି। ଯଦି ଗୋଟେ ଚିରାଚରିତ ହିସାବରେ କେଉଁ ଜାଗାରେ କ'ଣ ଟିକେ ଘଟିଛି ତାର ଉପରେ ପୁଲିସ ତତ୍କ୍ଷଣାତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ସମ୍ବଲପୁର ଜିଲ୍ଲା ବାକି ଜିଲ୍ଲା ମାନଙ୍କରେ ଯେଉଁ କ୍ରାଇମ୍ ଥିଲା ସମ୍ପୂର୍ଣ୍ଣ ଭାବରେ ନିୟନ୍ତ୍ରିତ। ଏକ ସମସାମୟିକ ଘଟଣା ଛାଡ଼ିଦେଲେ କୌଣସି ସଂଗଠିତ କ୍ରାଇମ୍ ତ ଆମେ ଓଡ଼ିଶାରେ ଦେଖିପାରୁନୁ। ଯେମିତି ମାଫିଆ ଥିଲି, ଗୁଣ୍ଡା ଥିଲି, କୋଇଲା ମାଫିଆ, ଲୁହାପଥର ମାଫିଆ, ଏ ମାଫିଆ ସେ ମାଫିଆ, ଆଜି କ'ଣ ଅଛି? ସବୁ ଭାଙ୍ଗିଗଲାଣି। ତ ଏଇସବୁ କଥାରେ କୌଣସି ଆଧାର ନାହିଁ। ଦୁଇ ଦେଶ ଭିତରେ ଯୁଦ୍ଧ ହେଲେ ଯେତିକି ଲୋକ ମରନ୍ତି ସେତିକି ଲୋକ ଖାଲିଟାରେ ଓଡ଼ିଶାରେ ମରୁଛନ୍ତି। ଅରୁଣ ସାହୁ ପାଇଁ ଯୁଦ୍ଧ ଭଳିଆ ପରିସ୍ଥିତି ଓଡ଼ିଶାରେ ଯୁଦ୍ଧରେ କେତେ ଲୋକ ମରୁଛନ୍ତି? କେତେ ଲୋକ? ଏବେ ଗୋଟେ ଯୁଦ୍ଧ ହେଲା ଭାରତ ପାକିସ୍ତାନ, କେତେ ଲୋକ ମଲେ? ପାକିସ୍ତାନୀ କେତେ ମଲେ ମୋ ପାଖରେ ହିସାବ ନାହିଁ, ଭାରତୀୟ କେତେ ମଲେ? ଟୋଟାଲ କ୍ୟାଜୁଆଲିଟି 8 ଜଣ ପରା ଯୁଦ୍ଧରେ। ତାହେଲେ ରେସିଓ ତ ଭଲ ଅଛି। କ'ଣ ମନୁଷ୍ୟର ଈର୍ଷା, ଦ୍ୱେଷ, ଅହଙ୍କାର ଏଇଟା କ'ଣ ସବୁ ଲୋପ କରିଦେବୁ କି ଆମେ? ଈର୍ଷାରୁ ବିଦ୍ୱେଷ, ବିଦ୍ୱେଷରୁ ହିଂସା, ଏଇଟା ତ ମନୁଷ୍ୟର ଚରିତ୍ର। କ'ଣ କରିପାରିବୁ ଆମେ? ସେ ଚରିତ୍ରକୁ ପରିବର୍ତ୍ତନ କରିଦେଇ ପାରିବୁ କି? କିନ୍ତୁ ସଂଗଠିତ ଭାବରେ ହତ୍ୟାକାଣ୍ଡ ସେମାନଙ୍କର ଯେମିତି ଦିବ୍ୟଶଙ୍କର ମିଶ୍ର କରିଥିଲେ, ପ୍ରତାପ ଜେନା କରିଥିଲେ, ନିଜେ ଅରୁଣ ସାହୁ କରିଥିଲେ, ଆମେ କ'ଣ କରିଛୁ? ଗୋଟିଏ ମାତ୍ର ଦେଖେଇଦେବୁ ଉଦାହରଣ। ଏମିତିଆ ଉଦାହରଣ ଦେଖାନ୍ତୁ, ତାହେଲେ ସେଟା ମାନିବୁ। ନାଇଁ ତମ ଲୋକକୁ ତମେ ଛାଡ଼ିଦେଲ। ଅରୁଣ ସାହୁର ତ ତଦନ୍ତ ହେଲା ନାହିଁ। ପ୍ରତାପ ଜେନାର ତ ତଦନ୍ତ ହେଲା ନାହିଁ। ଦିବ୍ୟ ସିଂ ମିଶ୍ରର କୌଣସି ତଦନ୍ତ ହେଲା ନାହିଁ। ଓ ତାଙ୍କର ସହଯୋଗୀ ସେ ବି ମଧ୍ୟ ରହସ୍ୟଜନକ ଭାବରେ ଜେଲ ଭିତରେ ତାଙ୍କର ମୃତ୍ୟୁ ହେଇଗଲା। କାହିଁ ତ କିଛି ହେଲା ନାହିଁ। କେତେ ଘଟଣା ଘଟିଗଲା ତାଙ୍କ ସମୟରେ, ଗଣି ପାରିବେ ସେମାନେ? ନିଜ ଆଙ୍ଗୁଠିରେ ଗଣି ପାରିବେ?
ତ ସେମାନେ କ'ଣ କହୁଛନ୍ତି? ସେମାନଙ୍କର କୌଣସି କହିବାର ନୈତିକ ଅଧିକାର ମୁଁ ତ ଥିଲା ଭଳିଆ ମୋତେ ଜଣାପଡ଼ୁନି।